Hi everyone, welcome to my YouTube channel Lituna Official 2.0। ଆଜିର ଏଇ ବ୍ଲଗଟାର ମେନ୍ ରିଜନ୍ ହେଉଛି ଆମେ ଆଜି ଗୋଟେ ୟୁଟ୍ୟୁବ ପାଇଁ ବହୁତ ବଡ଼ ଗୋଟେ ରିସ୍କ ନେଇଯାଇଛୁ, ଯୋଉଟାକି ଭାବୁଛୁ ଗୋଟେ ବିଗିନର ପାଇଁ ଗୋଟେ ବହୁତ ବଡ଼ ରିସ୍କ ହେବ। ଯେହେତୁ ଆମେ ୟୁଟ୍ୟୁବର ପ୍ରଫେସନାଲ ନୁହଁ, ଆମେ ଗୋଟେ ବହୁତ ବଡ଼ ରିସ୍କ ନେଇଛୁ। କ'ଣ ନା ଆପଣମାନଙ୍କୁ ଭଲ ଭ୍ୟୁ ଏବଂ ଭଲ ୟୁଟ୍ୟୁବ ଭିଡ଼ିଓ ଦେବା ପାଇଁ ଗୋଟେ ଡ୍ରୋନ୍ କିଣା ହେଇଛି, ଯୋଉଟାକି DJI Mini 4 Pro। ସେ ଡ୍ରୋନ୍ଟାକୁ ମୁଁ କିଣିଛି, ଯୋଉଟାକି ବର୍ତ୍ତମାନ ଓଡ଼ିଶାରେ ସେ ଡ୍ରୋନ୍ଟା ବହୁତ ବ୍ୟାନ୍, ମାନେ ଓଡ଼ିଶାରେ ଡ୍ରୋନ୍ କିଣା ବିକା ଉପରେ ବ୍ୟାନ୍ କରାହେଇଛି। ସେଥିପାଇଁ ଅଫିସିଆଲି କୋଉଠି କିଣା ହେଇପାରୁନି, ତେଣୁକରି ଏ ଡ୍ରୋନ୍ ଉପରେ ନୋ ୱାରେଣ୍ଟି ନୋ ଗ୍ୟାରେଣ୍ଟି କିଛି ନାହିଁ। ଆଉ ଡ୍ରୋନ୍ର ପ୍ରାଇସ୍ଟା ବହୁତ ଅଧିକ। DJI Mini 4 Pro ଆପଣ ଦେଖିଲେ କମ୍ବୋ ପ୍ୟାକ୍ ସହିତ 3ଟା ବ୍ୟାଟେରୀ ସହିତ ଆସୁଛି, ତାର ପ୍ରାଇସ୍ଟା ବହୁତ ଅଧିକ, ଯୋଉଟାକି ନିୟର ଆବାଉଟ୍ 1,16,000 ରୁ 1,20,000 ଭଳିଆ ପ୍ରାଇସ୍ ରହିଯାଉଛି। ଆଗରୁ 1,45,000, ଏବେ ପ୍ରାଇସ୍ ଡ୍ରପ୍ କରି 1,16,000 1,20,000 ଭଳିଆ ପଡ଼ୁଛି। ସେ ଡ୍ରୋନ୍ଟା ଆମେ ଆଣିଛୁ ଆପଣମାନଙ୍କୁ ଭଲ ଭଲ ଭ୍ୟୁ ସହିତ ଭିଡ଼ିଓ ସହିତ ଦେଖିବା ପାଇଁ, ଭଲ ଭଲ ଲୋକେସନ୍ର ଭଲ ଭ୍ୟୁ ଭଲ ଭିଡ଼ିଓ ଦେବା ପାଇଁ। ଦେଖାଯାଉ ଆଗକୁ କ'ଣ ହେଉଛି। ଆଜି ଡ୍ରୋନ୍ ମୋ ଲାଇଫ୍ରେ ମୁଁ କେବେ ଉଡ଼େଇନି, ଡ୍ରୋନ୍ଟା ମୋ ଲାଇଫ୍ରେ ମୁଁ କେବେ ବି ଉଡ଼େଇନି, ଆଜି ଫାର୍ଷ୍ଟ ଟାଇମ୍ ଡ୍ରୋନ୍ଟା ଉଡ଼େଇବି। ଦେଖାଯାଉ ଡ୍ରୋନ୍ର କ'ଣ କେମିତି ଆସୁଛି, ଠିକ୍ ସେ ୟୁଜ୍ ହେଇପାରୁଛି କି କ'ଣ ହେଉଛି ଦେଖାଯାଉ। ମୁଁ ୟୁଟ୍ୟୁବରୁ ଦେଖିକି ଯାହା ଶିଖିଛି, ଆଗରୁ ଶିଖିନି, ତଥାପି ଫାର୍ଷ୍ଟ ଟାଇମ୍ ଉଡ଼େଇବାକୁ ଚେଷ୍ଟା କରିବି। ଦେଖାଯାଉ ଏବେ ଡ୍ରୋନ୍ ଅନବକ୍ସିଂ କରିବା, ତାପରେ ଯିବା ଡ୍ରୋନ୍ ଉଡ଼େଇବା, ଭିଡ଼ିଓ କେମିତି ହେଉଛି। ବର୍ତ୍ତମାନ ମୁଁ ଆପଣଙ୍କୁ ଦେଖେଇ ଦେଉଛି। ଏଇଟା ହେଉଛି ଆମର ଡ୍ରୋନ୍, ଯୋଉ DJI Mini 4 Pro। ଏଇଟା ହେଉଛି ବକ୍ସ, ଆଣିଲା ବେଳେ ଗାଡ଼ିରେ ବାଜି ଏଇଟା ଟିକେ ଫାଟି ଯାଇଛି। ଏଇଟା ଆମେ ବକ୍ସଟାକୁ ଓପନ୍ କଲେ, ବକ୍ସ ଭିତରେ ଅଛି DJI Mini 4 ର ହ୍ୟାଣ୍ଡ ବ୍ୟାଗ୍ ଦେଇଛନ୍ତି କ୍ୟାରି ବ୍ୟାଗ୍ ସହିତ। ଏ କ୍ୟାରି ବ୍ୟାଗ୍ ଗୋଟେ ଦେଇଛନ୍ତି, ବହୁତ ବଢ଼ିଆ କ୍ୟାରି ବ୍ୟାଗ୍ଟା ଅଛି, ଲାଗୁଛି ଦେଖିଲା ବେଳକୁ କ୍ୱାଲିଟିରୁ। ଏବେ ଆମେ ଖୋଲିବା, କ'ଣ ସବୁ ଆ ଭିତରେ ଅଛି ଦେଖିବା। ଦେଖନ୍ତୁ ଆପଣମାନେ, ପ୍ରଥମ ତ ଆମେ ଖୋଲିବା, ଉପରେ ରହିଛି ଆମର କ୍ୟାମେରା, ଯୋଉଟାକି ମେନ୍ ଡ୍ରୋନ୍। ଏଇଟା ଦେଖନ୍ତୁ, ଏଇଟା ଯୋଉଟାକି ମେନ୍ ଡ୍ରୋନ୍। ଡ୍ରୋନ୍ର ଗୋଟେ ବହୁତ ବଢ଼ିଆ ଭାବରେ ପ୍ୟାକିଂ ହେଇଛି। ଡ୍ରୋନ୍ ଭିତରେ ଗୋଟେ ବ୍ୟାଟେରୀ ରହିଛି। ଏଥିରେ ଗୋଟେ ଏକ୍ସଟ୍ରା ଅପସନାଲ ମେମୋରି କାର୍ଡ଼ ଆମେ ଆଣିଛୁ, ଯୋଉଟାକି ତୋଥିରେ ଡ୍ରୋନ୍ରେ ଦେଉନି, ସେଟା ଏକ୍ସଟ୍ରା କିଣିବାକୁ ପଡ଼ିବ। ଏକ୍ସଟ୍ରା ମେମୋରି କାର୍ଡ଼ଟା ମୁଁ କିଣିଛି, ଯୋଉଟାକି 1,700 ଟଙ୍କା ପାଖାପାଖି ପଡ଼ିଗଲା, 2,000 3,000 ଭଳିଆ ପଡ଼ିଗଲା। କାରଣ 128 GB କି ଥିଲା 700 ଟଙ୍କା, ମୁଁ 256 GB ଆଣିଛି ଅଧିକା ଡାଟା ପାଇଁ। ଆଉ ହାଇ ସ୍ପିଡ୍ ବାଲା ଆଣିଛି, ଯେମିତି ଭିଡ଼ିଓରେ କିଛି ମାନେ ଡାଉନଲୋଡ଼ ଏଡ଼ିଟ୍ରେ ପ୍ରୋବ୍ଲେମ୍ ନ ହେବ, ସେଥିପାଇଁ ଆଣିଛି ଏଇଟା। ଏଇଟା ରହିଲା ତାର ମେନ୍ସ, ଯୋଉଟାକି ଆମର ଗିମ୍ବଲଟା, କ୍ୟାମେରା ଗିମ୍ବଲ। ଆଉ ଏଇଟା ତାର ଡ୍ରୋନ୍ ପ୍ୟାକିଂ ଅଛି। ଆଉ କ'ଣ କ'ଣ ଅଛି ଆପଣଙ୍କୁ ପ୍ରଥମେ ଦେଖେଇ ଦେଉଛି, ଦେଖନ୍ତୁ। ଏଇଟା ତ ପ୍ରଥମେ ଗଲା ତାର ଡ୍ରୋନ୍ କ୍ୟାମେରା। ଏଇଟା ହେଉଛି ତାର RGI ରିମୋଟଟା, ପୁରା RGI ରିମୋଟଟା ଅଛି। যে RGI ରିମୋଟଟା, ଯୋଉଟାକି ଲାଟେଷ୍ଟ ଭର୍ସନ୍ ଏଇଟା ଦେଇଛି, ଦେଖନ୍ତୁ ରିମୋଟ। ଏଇଟା ତାର ଦୁଇଟା ସିଗ୍ନାଲ ପାଇଁ ଦେଇଛି, ବେଟର ଅପସନ୍ ପାଇଁ। ଏଇଟା ତାର ମନିଟରିଂ ମାଉସିଂ ପାଇଁ ଦୁଇଟା ଦେଇଛି, ବହୁତ ବଢ଼ିଆ ଅଛି। କିଛି ନାହିଁ, କ୍ୱାଲିଟିର ତ ଲାଗୁଛି, ୱେଟ୍ ହେଭି ଅଛି। ୟୁଜ୍ କଲା ପରେ ବ୍ୟାଟେରୀ ବ୍ୟାକଅପ୍ କ'ଣ ନେକ୍ସଟ ଭିଡ଼ିଓରେ ଆପଣମାନଙ୍କୁ ଦେଖେଇବି। ଏଇଟା ଗଲା ବୋଧେ। ଆଉ ଅଛି କ'ଣ, ବ୍ୟାଟେରୀ। ବ୍ୟାଟେରୀ ଯୋଉ କମ୍ବୋ ପ୍ୟାକ୍ କହିଥିଲି ଆପଣଙ୍କୁ, 3ଟା ବ୍ୟାଟେରୀ ସହିତ ମୁଁ ଆଣିଛି, ଯେହେତୁ ଏଇଟା ବ୍ୟାଟେରୀ କମ୍ବୋ ପ୍ୟାକ୍ ସହିତ ଅଛି। ଦେଖନ୍ତୁ ଏଥିରେ 2ଟା ବ୍ୟାଟେରୀ ଅଛି, ଗୋଟେ ବ୍ୟାଟେରୀ କ୍ୟାମେରାରେ ପଡ଼ିଛି। ଏ ରହିଲା ଗୋଟେ ବ୍ୟାଟେରୀ, ଗୋଟେ ରିମୋଟ, ଗୋଟେ କ୍ୟାମେରା। ଆଉ କ'ଣ ସବୁ ଅଛି ବକ୍ସ ଭିତରେ, ଆଉ ବ୍ୟାଗ୍ ଭିତରେ କ'ଣ ସବୁ ଅଛି। ଏଇଠି ଉପରେ ଗୋଟେ ମିନି ପକେଟ୍ ଦେଇଛି, ମିନି ପକେଟ୍ରେ ଦେଇଛି ଡାଟା କେବୁଲ, ଡ୍ରୋନ୍ରୁ ଡାଟା ନେବା ପାଇଁ। ଆଉ ଏଇଟା ହେଉଛି ୟୁଜର ମାନୁଆଲ, ଏଇଟା ତାର ମେମୋରି ଡ୍ରାଇଭ୍, ମେମୋରି କାର୍ଡ଼ ଡ୍ରାଇଭ୍, ୟୁଜର ମାନୁଆଲ। ସିଲ୍କା ଗୋଟେ ଅଛି ବ୍ୟାଗ୍ ଡ୍ୟାମେଜ୍ ନେବା ପାଇଁ। ଏଇଟା ଅଛି ଡ୍ରୋନ୍ ଆଉ ବ୍ୟାଟେରୀକୁ ଚାର୍ଜ କରିବା ପାଇଁ, RGI ରିମୋଟକୁ ଚାର୍ଜ କରିବା ପାଇଁ ଗୋଟେ ଚାର୍ଜର କେବୁଲ ଦେଇଛି, USB ଟାଇପ୍ର। ଏଇଟା ଟାଇପ୍ ସି ଅଛି ଡାଟା କେବୁଲ, USB। ଆଉ ଏଇଟା ଦେଇଛି ଡ୍ରୋନ୍ର ଗୋଟେ ସ୍କ୍ରୁ ଡ୍ରାଇଭର ଦେଇଛି, ସ୍କ୍ରୁ ଡ୍ରାଇଭର ଗୋଟେ ଦେଇଛି ଆମର ଡ୍ରୋନ୍ର କିଛି ବ୍ଲେଡ୍ ଫ୍ଲେଡ୍ କିଛି ଡ୍ୟାମେଜ୍ ହେଲେ କି କିଛି ହେଲେ ଚେଞ୍ଜ କରିବା ପାଇଁ। ଠିକ୍ ଅଛି। ଆଉ କ'ଣ ଅଛି ନା, ଗୋଟେ ଫ୍ୟାନ୍ ଅଛି, ବ୍ଲେଡ୍ ଦେଇଛି ଗୋଟେ ସେଟ୍, 2ଟା ସେଟ୍, ଇଏ 2ଟା 3ଟା ସେଟ୍ ବ୍ଲେଡ୍ ଏକ୍ସଟ୍ରା ଦେଇଛି, ଯୋଉଟାକି ଡ୍ରୋନ୍ ସହିତ କିଛି ବ୍ଲେଡ୍ ଡ୍ୟାମେଜ୍ ହେଲେ, କିଛି କ୍ଷତି ହେଲେ ଆପଣ ଚେଞ୍ଜ କରି ଲଗେଇ ପାରିବେ। 3 ସେଟ୍ ଏକ୍ସଟ୍ରା ଦେଇଛି। ଗୋଟେ ସ୍କ୍ରୁ ଡ୍ରାଇଭର ଦେଇଛି, ଆଉ ଗୋଟେ ଦେଇଛି ଆମର 2ଟା ଡାଟା କେବୁଲ, ମେମୋରି କାର୍ଡ଼ ଆଉ ୟୁଜର ମାନୁଆଲ। ଏତିକି ଅଛି ଡ୍ରୋନ୍ ସହିତ। ଆଉ ଏଇ ଏତିକି 1,16,000 ଟଙ୍କା ପଡ଼ିଯାଇଛି, ଯୋଉଟାକି ନିଶ୍ଚିତ ଭାବରେ ଜଣେ ବିଗିନର ପାଇଁ ବହୁତ ଭାବରେ ମହଙ୍ଗା। ଆଉ କୋଉଠୁ ମିଳିଲା, କେମିତି ମିଳିଲା, ମୁଁ ନେକ୍ସଟ ଭିଡ଼ିଓରେ କହିବି କୋଉଠୁ ମୁଁ ଏଇଟା ପରଚେସ୍ କଲି, କ'ଣ କେମିତି ଡିସକାଉଣ୍ଟ ହେଲା ମୋ ପାଇଁ।
से सब जिन आपको नेक्स्ट वीडियो जनइबी ना डिस्क्रिप्शन देदेवी जे कमेंट करेंगे मुझे शॉप एड्रेस प्राइस डिटेल्स सब आपको जनईदेवी। बर्तमान आम नेक्स्ट जावा ड्रोन रो अनबॉक्सिंग सरीगला एबे आम फील्ड की जावा सी बीच पाक जावा ड्रोन टा खोला पड़े से तो फास्ट टाइम उड़ेबा खोला पड़े न उड़ेले आम उड़ेबू केमी तार यूज कराब जापर तेणुक आम नेक्स्ट जावा वीडियो ड्रोन टाक नहीं आमर जो खोला पड़िया हो कि सी बीच हो ये सब स्थान में उड़े प्रथम ट्राए कर। जय जगन्नाथ। खाली फास्ट किसी सांग मानक नहीं आम ड्रोन उड़ेलु आम फिल्ड रे फास्ट उड़ा एक्सपीरियंस बहुत बढ़िया थिला। फास्ट ड्रोन उड़े आम फिल्ड के जाइलु आम गाँव कालिया भाई बो शाग तोलुले सहित टे मजा करूँ जेहेतु आम एत एक्सपर्ट नथिलु ड्रोन उड़ेबारे फास्ट टाइम बिगनर तथा बिगनर हिसाब से देखते भिडियोटा बहुत बढ़िया अच्छे फास्ट टे डरइबा आम चेष्टा करूँ गोटे छोट मजाक करूँ सान मो सागर से शाग तोड़े आम फास्ट नेलु सी डरले पाखुले बुस बुस दी थर गला सान टे भय करगले आमर से किसी मानने डरइबार कि ये कर गोटे जस्ट जोक करूँ तापर जाए घरे जाए कहीकि आसलु कि नहीं आम ड्रोन उड़ाऊलु आ डरइबार किसी ना आ मजा कर आसलु सान कहले ठीक अच्छे तुम मुझे फास्ट डरीगली टे ये आशीर्वाद नहीं कि आम आसलु नेक्स्ट तापर आउ दीज आम फास्ट ड्रोन उड़े एक्सपीरियंसटा मत भावुँ मुझे उड़े नी फास्ट टाइम उड़े तथा मो मत बहुत भल उड़े आपण मैंने मतामत दिंतु टे कैमेरा एडजस्टमेंट करवा टे फोकस करवा ठीक से हो पारानी एवं धीरे धीरे आम चेंज है आपने नेक्स्ट फुटेज सब देखिए जो फास्ट टाइम जेहतु उड़ाऊलु आम टे कैमेरा मुवमेंट ठीक कर पार्लुनु माने फोकस कर पार्लुनु जे आम टार्गेट को ऊपर तथापि मो मत आम फास्ट टाइम उड़ारे आम जी कर बहुत बढ़िया अच्छी आप कमेंट मध्यम जनातु ये ठीक अच्छी कि भूल अच्छी आम माउसी शाग तोला डिस्टर्ब कर सारापर सॉरी सान शाग तोला डिस्टर्ब कर सारापर नेक्स्ट आसलु आउ जड़े जे कि आमर से फील्ड पाखे आउ दी जन आम गाँव महिला दी जन शाग तोड़ते सहित टे मजाक करूँ जो करूँ सी फुटेजटा भी या भितर अच्छी देखो सान केमती डरी जाते पॉलिथिन धरी हुस हुस कर आमको बाड़िया को चेष्टा कले आम से ड्रोन नहीं पलि आसलु तापर आम आस पहुँचलु आउ जड़े दी जन महिला आम गाँव शाग तोड़ुले पाखे पहुँचलु आम से ये करिकी रिटर्न आसलु आमर सब गाँव फुटेज नेलु सब घरे घरे जो किसी लोकंर सब छोट छोट फुटेज नहीं ड्रोन मध्यम ड्रोन फुटेज आपण मैंने देखु आ मतामत दिंतु कौन केमती अच्छी आ कौन कले आगू भल हम सान टे डरीगले आगुरी एत डर नथिले उठी दौड़ी पलैबे दौड़े सान दौड़े बहुत मजा लगे तापर जाए आम सरी कहीकि आसलु सान क्षमा करदे आम आप सहित टे मजाक करूँ सान सहित जोक कलापर आम नेक्स्ट आसलु दी जन लेडीज जी ये देखो ये दी जन लेडीज आम गाँव महिला दी जन शाग तोड़ुले बिलरू आम सहित टे मजाक कलु से भी टे डरीगले जाए आम कहीकि आसले कि नहीं डर किसी ना आम जोक करूँ बोली फुटेजटा टे स्टेबुल हो पारे ये जेहेतु फास्ट टाइम कैमेराटा उड़ाऊली ड्रोनटा तो फोकसिंग सिस्टमटा मत एडजस्टमेंट करने प्रोब्लेम होता से एडजस्टमेंट कर पार्न ठीक से केतबले कैमेरा फोकस होता तो केतबले बाहर की पलाऊला ना बाकी सब ठीक देखो ये दी जन जो शाग तोड़ुले से केमती भय दौड़ी पलैबे मजा लगुला फनी काले किए बेसी डरीजे बोले आम बेसी मजाक कलुनी काले भय करे कि कौन किसी प्रोब्लेम हम आम जस्ट टे अल्प समय फास्ट टाइम जेहेतु आम ड्रोन उड़ाऊलु किसी से बेसी समय आम क्या सहित जोक नक नॉर्मल टे कैमेरा फोकसिंग रे प्रोब्लेम आप देखिपे टे आगू पलि जाऊँ पछू पलि जाऊँ साइट हो जाऊँगी एमती सब प्रोब्लेम फेस करके आम तथापि जेहेतु फास्ट टाइम फोकसिंग रे प्रोब्लेम होता नेक्स्ट वीडियो गुड़ा आप देखिए बहुत बढ़िया फोकसिंग कराई आपण मानक आसो फुटेज गुड़ा सब बहुत फनी फनी वीडियो ड्रोन अच्छी आपको आम ब्लॉग मध्यम दबू आपण मैंने देखिए और मजा ने आ चैनल टाक जमी लाइक और सब्सक्राइब करने को जमी न भूलती आपण मान लाइक सब्सक्राइब हेल्ले आम टे उत्साहित हो आहरी भल भल वीडियो आम करूँ आपण मैंने देखिए यह हूँ आमर प्रयास एम सहित जोक कर सारापर आम तापर नेक्स्ट जाइलु सब गाँव किसी फुटेज नहीं सी बीच पाखे किसी फुटेज नहीं एमती सब फुटेज नहीं आपण मानक देखे आपण मैंने क्षमा करेंगे आपण सहित मजा कला आप शाग तोड़ा अधार रहीगला
ଆପଣମାନେ ଆମକୁ କ୍ଷମା କରିବେ। ସେମିତି ଆପଣଙ୍କୁ କିଛି କ୍ଷତି ପହଞ୍ଚେ ଆମର ଉଦ୍ଦେଶ୍ୟ ନୁହଁ, ଜଷ୍ଟ ଫର୍ ଗୋଟେ ଛୋଟ ଭିଡ଼ିଓ ଫୁଟେଜ୍ ପାଇଁ, ଭଲ ଭିଡ଼ିଓ ପାଇଁ ଆପଣଙ୍କ ସହିତ ଟିକେ ଯୋଗ କରିଥିଲୁ। କ୍ୟାମେରା ମେଣ୍ଟେନ୍ରେ ଟିକେ ପ୍ରୋବ୍ଲେମ୍ ଅଛି। ଆଗକୁ ଯେଉଁ ଭିଡ଼ିଓ ଆସିବ ଆପଣମାନେ ଦେଖିବେ କ୍ୟାମେରା ବହୁତ ସୁନ୍ଦର ଭାବରେ ଆମେ ମେଣ୍ଟେନ୍ କରିକି ଆପଣଙ୍କୁ ଭିଡ଼ିଓ ଦେଖେଇବୁ। ଯେହେତୁ ଫାର୍ଷ୍ଟ ଟାଇମ୍ ଡ୍ରୋନ୍ଟା ଉଡ଼ା ହେଉଥିଲା ପ୍ରଥମ ଥର ପାଇଁ, ଆଗରୁ କେବେ ଆମେ ଟ୍ରେନ୍ରେ, ତାପରେ ଆମେ ଯାଇ ପହଞ୍ଚିଲୁ ଆମ ଗାଁରେ ଛୋଟ ପିଲାମାନେ କ୍ରିକେଟ୍ ଖେଳୁଥିଲେ, ତାଙ୍କ ପାଖରେ ପହଞ୍ଚିଲୁ। ଦେଖନ୍ତୁ ଛୋଟ ପିଲାମାନେ ଡ୍ରୋନ୍ ଦେଖି ଭୟ ନକରି ଡ୍ୟାନ୍ସ କରିଥିଲେ, ହାଇ କହିଥିଲେ। ଦେଖନ୍ତୁ ଏଇ ପିଲା ଡ୍ୟାନ୍ସ କରୁଛି, ସେପଟେ ଗୋଟେ ପିଲା ଦୌଡ଼ି ଆସି ହାଇ କରିବ। ଆଉ କ୍ରିକେଟ୍ ଖେଳ ଭିତରେ କିଛି ବିଶୃଙ୍ଖଳା ହେଇଥିଲା, ତାଙ୍କ ଭିତରେ ସେମାନେ କଥାବାର୍ତ୍ତା ହେଉଥିଲେ। ସେ ତାକୁ ବୁଝାଉଛି ଯେ ଆମେ ଜିତିଲୁ କି ହାରିଲୁ, ଟସ୍ କାର୍ଯ୍ୟକ୍ରମ ଦୁଇ ଭାଇ ଭିତରେ, ଛୋଟ ପିଲା ଭିତରେ ତ ଏଇସବୁ ଗଲି କ୍ରିକେଟ୍ ହୁଏ। ତାପରେ ଆମେ ଯାଇଥିଲୁ ସିଧା ସି ବିଚ୍କୁ। ଆମେ ସିଧା ପରେ ଯାଇ ସି ବିଚ୍ରେ ଗୋଟେ ଡ୍ରୋନ୍ ଉଡ଼େଇଥିଲୁ। ଏଇଟା ସି ବିଚ୍ରୁ ଆମ ନେହୁରୁ ବଙ୍ଗଳା, ପାରାଦ୍ୱୀପର ଯେଉଁ ନେହୁରୁ ବଙ୍ଗଳା ପଥର ବନ୍ଧର ଭିଉ। ଆମେ ସି ବିଚ୍ରେ ବହୁତ ପବନ ହେଉଥିଲା, କଣ୍ଟ୍ରୋଲ୍ କରିବାଟି ବହୁତ କଷ୍ଟ ହେଉଥିଲା ଯେହେତୁ ଫାର୍ଷ୍ଟ ଟାଇମ୍ ପାଇଁ। ତଥାପି ଆମେ ବହୁତ ଚେଷ୍ଟା କରିଛୁ ଆମର ପାରୁ ପର୍ଯ୍ୟନ୍ତ ଯେ ଡ୍ରୋନ୍ଟାକୁ ଭଲ ଫୁଟେଜ୍ ନେବା ପାଇଁ। ସେଠି ଆମର ସାଙ୍ଗମାନେ ସବୁ ଫିସିଂ କରୁଥିଲେ ବଂଶୀ ମାଧ୍ୟମରେ, କି ଜାଲ ପକାଉଥିଲେ, ଏଇସବୁ ଫୁଟେଜ୍ ଆମେ ନେଲୁ। ଦେଖନ୍ତୁ ଜଣେ ଭାଇ ସମୁଦ୍ର ପାଣି ପଥର ବନ୍ଧ ତଳକୁ ଖସି ବାଲି ଭିତରେ ଜାଲ ପକାଉଛନ୍ତି, ତାଙ୍କର ଟିକେ ଫୁଟେଜ୍ ନେଇଥିଲୁ। এই ଜାଲଟା କେତେ ଦୂର ସେ ପକାଇଛନ୍ତି ଦେଖନ୍ତୁ, ତାଙ୍କର ଗୋଟେ ଫୁଟେଜ୍ ନେଇଥିଲୁ। ପାଣି ଭିତରେ ପଶି ସେମାନେ ଫିସିଂ କରୁଥିଲେ, ତାଙ୍କର କିଛି ଫୁଟେଜ୍ ନେଇଥିଲୁ। ଆଉ ପଥର ବନ୍ଧରେ ଆମ ସାଙ୍ଗମାନେ ସବୁ ଯେଉଁ ଫିସିଂ କରୁଥିଲେ ତାର ବି ଫୁଟେଜ୍ ଅଛି ଆଗକୁ, ଆପଣମାନେ ଦେଖନ୍ତୁ। ବହୁତ ସୁନ୍ଦର ସୁନ୍ଦର ଚେଷ୍ଟା କରିଥିଲୁ ବହୁତ ସୁନ୍ଦର କରିବା ପାଇଁ। ତଥାପି ଆପଣ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ଆଗକୁ କ'ଣ କଲେ ଆପଣମାନଙ୍କୁ ଆହୁରି ଭଲ ଲାଗିବ। ଆଉ ଚ୍ୟାନେଲଟାକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିବାକୁ ଯେମିତି ଭୁଲିବେନି। ଦୟାକରି ଆପଣମାନେ ଭିଡ଼ିଓ ଦେଖନ୍ତୁ, ଯଦି ସବସ୍କ୍ରାଇବ୍ ଲାଇକ୍ କଲେ ଆପଣଙ୍କୁ ଏମିତି ଆହୁରି ବଢ଼ିଆ ବଢ଼ିଆ ଭିଡ଼ିଓ ଆମେ ଆଗକୁ ଫେସ୍ କରିବୁ। ଆମେ ଯେହେତୁ ଆମେ ବିଗନର, ପ୍ରଫେସନାଲ୍ ନୁହଁ, ଆମ କାମ କର୍ମ ଜୀବନ ବ୍ୟସ୍ତ ଭିତରେ ଆମେ ଯେତିକି ସମୟ ଫାଙ୍କା ଟାଇମ୍ ବାହାରୁଛୁ ସେଇ ଟାଇମ୍ଟା ଦେଉଛୁ। ଆମର ଉଦ୍ଦେଶ୍ୟ ନାହିଁ କି ଯେ ଟଙ୍କା ରୋଜଗାର କରିବା, ଏସବୁ ସେମିତି କିଛି ଉଦ୍ଦେଶ୍ୟ ନେଇ ଆମେ ଏଇଟା କରିନୁ। ଜଷ୍ଟ ଫର୍ ପ୍ୟାସନ୍ ପାଇଁ ଆମେ କରିଛୁ, ଆମର ନିଜର ଖୁସି ଆଉ ଇଏ ପାଇଁ। ଏଇଟା ଦେଖନ୍ତୁ ପଥର ବନ୍ଧର ଭିଉ ମୁଁ ଆପଣଙ୍କୁ ଦେଖାଉଛି। ସମୁଦ୍ର କୂଳେ ଫିସିଂ କରୁଥିଲେ ଭାଇ ଜାଲ ପକାଇ, ସେଇଟା ଗଲା। ଏବେ ସମୁଦ୍ର ଭିତରକୁ ଯାଇଥିଲା ଡ୍ରୋନ୍ଟା, ଏଇଟା ତା'ର ଭିଉ ଦେଖନ୍ତୁ। ଭାଇନା ଜଣକ ଆମର ପାଣି ଭିତରେ ପଶି ଜାଲ ପକାଉଛନ୍ତି। ଏଇଟା ଜାଲଟା ପକାଇବେ, ବହୁତ ଦୂରକୁ ପକାଇବେ। ଦେଖନ୍ତୁ ଏଇ ଦେଖନ୍ତୁ କେତେ ବାଟ ଜାଲଟା ପକାଉଛନ୍ତି, ପୁରା ବଢ଼ିଆ ସୁନ୍ଦର ଭାବରେ। ତାଙ୍କ ଛାତ ମୁଣ୍ଡ ଉପରେ ଆମେ ରହି ଏ ଡ୍ରୋନ୍ରେ ସୁଟିଂ କରିଥିଲୁ ଭାଇଙ୍କର, ସେ ମାଛ ଧର। ତାପରେ ଆମେ ଆସି ପହଞ୍ଚିଲୁ ଆମ ସାଙ୍ଗମାନେ ଯେଉଁ ପଥର ବନ୍ଧରେ ବସି ଫିସିଂ କରୁଥିଲେ ତାଙ୍କ ପାଖରେ। ଏଇଟା ହେଉଛି ଆମର ପଥର ବନ୍ଧର ଭିଉ। ଏଇଟା ସମୁଦ୍ର ଭିତରୁ ଆମେ ପଥର ବନ୍ଧ ଆଡ଼କୁ ଫେସ୍ କରିକି କିଛି ସୁଟିଂ କରିଥିଲୁ। ତାପରେ ଟିକେ ବେଶ ଫାଷ୍ଟ ଯେହେତୁ ଡର ଲାଗୁଥିଲା, ଏ ମୋ ସାଙ୍ଗ ଲିପୁ ଫିସିଂ କରୁଛି ତା ପାଖକୁ ଆମେ ନେଇଥିଲୁ। ଦେଖନ୍ତୁ ଏଇଟା ସମୁଦ୍ର ପଟରୁ ପଥର ବନ୍ଧକୁ ଭିଉ, ସେ ସମୁଦ୍ର ପଟକୁ ଫିସିଂ କରୁଛନ୍ତି। ଟିକେ କ୍ୟାମେରା ଆଡ଼ଜଷ୍ଟମେଣ୍ଟରେ ଆମକୁ ଟିକେ ପ୍ରୋବ୍ଲେମ୍ ହେଇଥିଲା, ଯେହେତୁ ପବନ ବହୁତ ଜୋର ହେଉଥିଲା ସମୁଦ୍ର କୂଳରେ। ଆମର କ୍ୟାମେରା ଆଡ଼ଜଷ୍ଟମେଣ୍ଟ, ଯେହେତୁ ଫାର୍ଷ୍ଟ ଟାଇମ୍ ଆମେ ଡ୍ରୋନ୍ ଉଡ଼ଉଥିଲୁ। ଏ ଦୁଇଟା ଭାଇ ଡଙ୍ଗାରେ, ଏଇଟା ଦେଖନ୍ତୁ ଆମର ପଥର ବନ୍ଧ ନେହୁରୁ ବଙ୍ଗଳାର ଯେଉଁ କ୍ୟାଣ୍ଟିନ୍ଟା ଅଛି, ସିଆଡ଼େ ସବୁ ଭିଉ ନେଇଥିଲୁ ଆମେ। ପଥର ବନ୍ଧ ଉପରେ ଆମେ କିଛି ବାଟ ଚଲେଇକି ବି ଯାଇଥିଲୁ ଡ୍ରୋନ୍, ସିଧା 1/2 କିଲୋମିଟର ପାଖାପାଖି ଆମେ ଯାଇଥିଲୁ ଡ୍ରୋନ୍ ନେଇ। ତାର ବି ଭିଉ ଅଛି। ଏଇ ଡ୍ରୋନ୍ଟା ଚାଲିଲା ଆମର ପଥର ବନ୍ଧେ ଆଗକୁ 1/2 କିଲୋମିଟର ଭଳିଆ ଯାଇଥିଲା। ପଥର ବନ୍ଧରେ କିଛି ଡ୍ରୋନ୍ ନେଇଥିଲୁ। ଏଠି ଯାଉଛି ଆମର ଡ୍ରୋନ୍ଟା ଆଗକୁ ଯାଉଛି। ପବନଟା ଯେହେତୁ ଟିକେ ଭୟ ଲାଗୁଥିଲା ଉଡ଼ିବା ପାଇଁ, କାଳେ କେଉଁଠି ପଡ଼ିଯିବ, ଯେହେତୁ ଏତେ ଟଙ୍କାର ଡ୍ରୋନ୍ଟା ଆମେ ରିସ୍କ ନେଇ ଫାର୍ଷ୍ଟ ଟାଇମ୍ ଉଡ଼ଉଛୁ, ତେଣୁକରି ଟିକେ ମନରେ ତ ବହୁତ ଭୟ ଥିଲା। ସେଥିପାଇଁ ଟିକେ ଡରି ଯାଉଥିଲୁ। ଡ୍ରୋନ୍ଟା ନେଇକି ଯାଉଥିଲି। ଦେଖନ୍ତୁ ଆପଣମାନେ, ଏଇଟା ହେଉଛି ଆମର ପଥର ବନ୍ଧରେ ଆମ ଗାଡ଼ି ଏଠି ଛିଡ଼ା ହେଇଛି। ପାର୍କିଂ କରିଥିଲୁ ଗାଡ଼ି ଏଠି, ସିଧା ଆଗକୁ ଯାଉଥିଲା। ପୁଣି ଭୟ ଲାଗୁଥିଲା, ଯେହେତୁ ପୁଣି ପଛକୁ ନେଇ ଆସୁଥିଲି, ପାଖାପାଖି ରଖୁଥିଲି, କାଳେ ଡ୍ରୋନ୍ଟା ପବନରେ ହଲୁଥିଲା ଜୋରସୋର, ସେଥିପାଇଁ ଆମେ ତାକୁ କାଳେ ପଡ଼ିଯିବ ସେଇ ଭୟରେ ଡ୍ରୋନ୍ଟାକୁ ଆମେ ବେଶୀ ଆଗକୁ ନେଉନଥିଲୁ। ଯେଉଁମାନେ ପଥର ବନ୍ଧରେ ସବୁ ବୁଲୁଥିଲେ, ଫଟୋ ଉଠାଉଥିଲେ, ତାଙ୍କ ଉପରେ କିଛି ଫୋକସ୍ କରିବାକୁ ଆମେ ଚେଷ୍ଟା କରିଥିଲେ। ଭାଇମାନେ ଦେଖି ହସିଲେ, ହାତ ହଲାଉଥିଲେ। ବହୁତ ଭଲ ଲାଗିଲା, ଏକ୍ସପିରିଏନ୍ସ ବହୁତ ବଢ଼ିଆ ଥିଲା ଓଭରାଲ୍। କିନ୍ତୁ ଟିକେ ଡ୍ରୋନ୍ ଆଡ଼ଜଷ୍ଟମେଣ୍ଟ ଆଉ ତା'ର ରାଇଟ୍ ଲେଫ୍ଟ ରୋଟେସନ୍ରେ ଟିକେ, ଯେହେତୁ ଫାର୍ଷ୍ଟ ଟାଇମ୍ ବହୁତ ପ୍ରୋବ୍ଲେମ୍ ହେଉଥିଲା। ଭିଡ଼ିଓଟା ବହୁତ ଏଡ଼ିଟିଂ କରାହେଇଛି, ବହୁତ ସବୁ ଇଏ ଭିଡ଼ିଓ କାଟି କରାହେଇଛି। ଦେଖନ୍ତୁ ଉତ୍କଳ ବାବୁ ଆମର ବସି ବଂଶୀ ପକାଉଛନ୍ତି। ଏଇ ବଂଶୀ ସେ ମୋ ଠାରୁ ୱାର୍ଲଡ଼ କପ୍ରେ ଜିତିଥିଲେ, ସେ ଇଣ୍ଡିଆ ଜିତିଲେ ସିଏ ମୋତେ ଦେଇଥାନ୍ତେ। ଆଉ ଇଣ୍ଡିଆ ହାରିଗଲା ବୋଲି ସେ ମୋ ଠାରୁ ଏଇଟା ନେଇଯାଇଛନ୍ତି 35,000 ଟଙ୍କା ବଂଶୀ ଜିତିକି ନେଇଯାଉଛନ୍ତି। ତା ଦେହରେ ବହୁତ ଗୁଡ଼ା ମାଛ ଧରିଲେଣି। ମାଛର ଭିଡ଼ିଓ ବି ଆପଣଙ୍କୁ ନେକ୍ସଟ ବ୍ଲଗ୍ରେ ଆସିବ, ଆପଣମାନେ ଦେଖିବେ। ବହୁତ ବଡ଼ ବଡ଼ ମାଛ ଧରନ୍ତି।
11 କିଲୋ 12 କିଲୋ ଭେକ୍ଟି ଏଇ ବଂଶୀରେ ସେ ଧରିଛନ୍ତି। ଆମକୁ ମଧ୍ୟ ଖାଇବାକୁ ଦେଇଛନ୍ତି। ତାପରେ ଆମର ଲଲାଟ ବାବୁ ତାଙ୍କ ପାଖରେ ଅଛନ୍ତି, ତାଙ୍କ ଉପରେ ବି ଟିକେ ଫୋକସ୍ କରିବା। ସମୁଦ୍ର ପଟରୁ ଏଇଟା ଭିଉ ନିଆ ହେଇଛି, ବହୁତ ପାଖରୁ ଆସି ନେବାକୁ ଚେଷ୍ଟା କରିଥିଲୁ। କ୍ୟାମେରା ଟିକେ ବାଲାନ୍ସିଂ ଏବେ ପ୍ରାୟ 60% ଏବେ ହେଇଗଲାଣି। ସେତେବେଳେ ମୋର କ୍ୟାମେରା ବାଲାନ୍ସିଂ ଡ୍ରୋନ୍ଟା ବାଲାନ୍ସିଂ ହେଉନଥିଲା, ଏବେ ନେକ୍ସଟ ହେଇଗଲାଣି। ଆପଣମାନେ ଦେଖିବେ ଆଗକୁ। ଏଇଠି ଜଣେ କପଲ୍ସ ଆସି ସେଠି ବସିଥିଲେ। ଆମର କିଛି ମନ୍ଦ ଉଦ୍ଦେଶ୍ୟ ନେଇ ଆମେ ସୁଟିଂ କରିନଥିଲୁ, ତାଙ୍କୁ ଜଣେଇକି ଆମେ ସୁଟିଂ ନେଇଥିଲୁ। ତାଙ୍କୁ ବି ଫୁଟେଜଟା ଦେଇଥିଲୁ। କ୍ଷମା କରିବେ ଭାଇ, ଆପଣଙ୍କର ଫୁଟେଜଟା ଆମେ ସାର୍ବଜନିକ କରିଛୁ, ସେମିତି କିଛି ଖରାପ ନାହିଁ। ନା ପଥର ମଧ୍ୟରେ ସେମାନେ ବସିଥିଲେ, ତାଙ୍କ ଉପରେ କିଛି ଆମେ ଫୋକସ୍ କରି ପୁଣି ଆଗକୁ ଯାଇଥିଲୁ। ତାପରେ ଆମେ ନେକ୍ସଟ ଆସିଥିଲୁ ପଥର ମଧ୍ୟରୁ ଆମେ ପୁଣି ରିଟର୍ନ ଆସିଥିଲୁ ଗାଁକୁ। ଗାଁରେ ସବୁ ଫୁଟେଜ୍ ଗୁଡ଼ା ଆମେ ନେଇଥିଲୁ, ଆପଣମାନଙ୍କୁ ଦେଖେଇବୁ। ଗାଁର ଫୁଟେଜ୍ କିଛି ଆମେ ଆପଣମାନଙ୍କୁ ଦେଖେଇବୁ, ଯେଉଁଟାକି ଗାଁର ସବୁ ଜାଗାର ଆମେ ଫୁଟେଜ୍। ଆମ ଗାଁର ଗୋଟେ ହନୁମାନ ମନ୍ଦିର ଯେଉଁ ଅଛି ସେ ତାର ବି ଫୁଟେଜ୍ ନେଇଥିଲୁ। ଭିଡ଼ିଓ ଫାଷ୍ଟରେ ସେଇଟା ଅଛି, ଆପଣମାନେ ଦେଖିଥିବେ। ତାପରେ ଆମେ ଯାଇଥିଲୁ ସିଧା ଆମର ଗାଁର ସବୁ କାହା ଘର ଉପରୁ, ଆମ ଘର ଉପରକୁ ବି ଛାତ ଉପରୁ ଫିଲ୍ଡରୁ ଉଡ଼େଇଥିଲୁ ଡ୍ରୋନ୍ଟା। ତାପରେ ଏମିତି ସୁରଭାଇଙ୍କ ଘର ଛାତ ଉପରକୁ ଉଡ଼େଇଥିଲୁ। ଆମ ଗାଁର ସେ ସବୁ ଅଛି ଫୁଟେଜ୍ ଗୁଡ଼ାକ, ଆପଣ ନେକ୍ସଟ ତାପରେ ଦେଖିବେ। ଆମେ ଗୋଟାଏ ଦିନରେ 3ଟାଙ୍କ ବ୍ୟାଟେରୀ ସରିବା ପର୍ଯ୍ୟନ୍ତ ମୁଁ ଡ୍ରୋନ୍ ଉଡ଼େଇ ଶିଖିଥିଲି। ଏଇଠି ଆମର ଆସିବେ ଏବେ ଲଲାଟ ବାବୁଙ୍କ ଉପରେ ଫୁଟେଜଟା ପଡ଼ିବ, ଦେଖନ୍ତୁ। ଏଇ ଲଲାଟ ବାବୁଙ୍କ ଉପରେ ଫୁଟେଜଟା ପଡ଼ିଲା। ଲଲାଟ ବାବୁ କହିଲେ ପାଖକୁ ଆଣ। ସେ ଭାବିଲେ ବୋଧେ ମୁଁ ନେଇପାରିବିନି, ତଥାପି ବହୁତ ଚେଷ୍ଟା ପରେ ମୁଁ ତାଙ୍କ ପାଖକୁ ଡ୍ରୋନ୍ଟା ନେଇଥିଲି। ଟାଇମ୍ ଲାଗିଲା ଟିକେ ଆଡ଼ଜଷ୍ଟମେଣ୍ଟ କରି ନେବାକୁ, କିନ୍ତୁ ତଥାପି ମୁଁ ତାଙ୍କ ପାଖରେ ନେଇ ପହଞ୍ଚେଇଥିଲି ଡ୍ରୋନ୍ଟା। ଦେଖନ୍ତୁ ଧୀରେ ଧୀରେ ତାଙ୍କ ପାଖକୁ ଯାଉଛି, ଟିକେ ବାଲାନ୍ସିଂରେ ଭୁଲ ଭାଲ ହେଉଛି କ୍ୟାମେରା ଆଡ଼ଜଷ୍ଟମେଣ୍ଟରେ। ତାପରେ ଲଲାଟ ବାବୁ କହିଲେ ପୁଣି ଦୂରକୁ ନିଅ, ତ ଜାଣିଶୁଣି କହିଲେ ତାଙ୍କ ବହୁତ ପାଖକୁ ପଳେଇଥିଲା ଯେହେତୁ, କହିଲେ ମୁଁ ବାଡ଼େଇ ଦେବି। ତାପରେ ବାହାର କଲେ ଆମ ସେଲ୍ଫି ଷ୍ଟିକ୍ରେ ବାଡ଼େଇବା ପାଇଁ। ତାପରେ ତାଙ୍କଠାରୁ ଦୂରକୁ ଆଣି ପୁଣି ଉତ୍କଳ ବାବୁଙ୍କ ପାଖକୁ ଫୋକସ୍ କରିଥିଲି। କିନ୍ତୁ ସେଦିନ ଆମର ଫିସିଂରେ କୌଣସି ମାଛ ପଡ଼ିଲା ନାହିଁ, ନହେଲେ ସେ ଫୁଟେଜଟା ଆପଣଙ୍କୁ ଦେଖେଇଥାନ୍ତି। ବହୁତ ସମୟ ଫିସିଂ କରିଥିଲୁ, ତାପରେ ଗାଁରେ ଫୁଟେଜ୍ ନେବୁ ବୋଲି ଆମେ ପଳେଇ ଆସିଲୁ। ଆଉ ସେଦିନ ମାଛ କିଛି ପଡ଼ିଲାନି। ନେକ୍ସଟ ଟାଇମ୍ ଯଦି ମାଛ ପଡ଼ିବ ତାର ଭିଡ଼ିଓ ନିଶ୍ଚିନ୍ତ ଭାବରେ ମୁଁ ଆପଣମାନଙ୍କ ପାଇଁ ସେୟାର କରିବି, ଆପଣମାନେ ଦେଖିବେ। ସମୁଦ୍ର କୂଳରେ ଆସି ଡାଇରେକ୍ଟ ଆମେ ପହଞ୍ଚିଲୁ ଆମ ଛାତ ଉପରେ। ଆମ ପାଗୁଆ ବହୁତ ଦୁଷ୍ଟ ହୁଏ, ଆଜି ଡ୍ରୋନ୍ ଦେଖି ଡରିଗଲା, ଜମା ଖାଏନି। ଆଜି ଡ୍ରୋନ୍ ଦେଖି ସବୁ ଖାଇଲା। ମୋ ଝିଅ କିନ୍ତୁ ଡରିନି, ଗୁଡ଼ିଆ ଆମର ଡରିଲାନି। ଗୁଡ଼ିଆ ଟିକେ ଖୁସି ହେଇଗଲା, ଡ୍ୟାନ୍ସ କଲା। ପାଗୁଆ ଭାରି ଭୟ। ପାଗୁଆ କହିଲା ହନୁମାନ ଆଇଲେ ଡ୍ରୋନ୍କୁ, ପାଗୁଆ ଆମର ହନୁମାନ କହୁଛି ହନୁମାନ ଆଇଲେ। ଏଇ ଡ୍ରୋନ୍ ପାଖକୁ ଆଇଲେ କେମିତି ହେଉଛି ଦେଖ। ପାଗୁଆ ଆମର ଜମା ମାନେନି, ଭାରି ଦୁଷ୍ଟ ହେବ, ସମସ୍ତଙ୍କୁ ମାରିବ, ଜମା ଖାଇବନି। ଆଜି ସାବାଡ଼ ହେଇଛି। ଏଥର ଯେତେବେଳେ ଦୁଷ୍ଟ ହେଉଛି ତାକୁ ଛାତ ଉପରେ ନେଇ ଡ୍ରୋନ୍ ଡରଉଛି। ଡ୍ରୋନ୍ ଯେମିତି ପାଖକୁ ଆସିବ ପାଗୁଆ ଆମର କାନ୍ଦିବ। ଏଇ ପାଗୁଆ ଦେଖ କେମିତି, ଡ୍ରୋନ୍ ଦୂରକୁ ଗଲା କିଛି ନାହିଁ, ପାଖକୁ ଆଇଲା ମାନେ କାନ୍ଦିବ। ତାପରେ ଆମେ ସାଇଡ଼୍କି ଯାଇଥିଲୁ ଆମ ବଡ଼ ଭାଇ ଘର ଭାଉଜ, ଜୟନ୍ତୀ ଭାଉଜ, ଅର୍ଚ୍ଚନା ଭାଉଜ ଘର କତିକି। ସେଠି ଟିକେ ଯାଇ ଡ୍ରୋନ୍ ଫୋକସ୍ କରିଥିଲୁ, ସିଏ ଟିକେ ଖୁସି ହେଲେ ଡ୍ରୋନ୍ ଦେଖି। ତାପରେ ତାଙ୍କ ଘର ଛାତ ଉପରେ ଟିକେ ତାଙ୍କ ଘର ଉଡ଼େଇ ଦେଲୁ। ତାପରେ ସେଠୁ ଆମେ ଚାଲିଲୁ ଆମ ଘରର ଡ୍ରୋନ୍ ଭିଉ ନେଲୁ, ଆମ ନିଜ ଘରର ଡ୍ରୋନ୍ ଭିଉ ଆମେ ନେଲୁ। ତାପରେ ଚତୁର୍ଦିଗରୁ ଆମର ଘରଣୀ ଝିଅ ଫିଅ ସମସ୍ତେ ଆସିଥିଲେ। ତାପରେ ଆମେ ଆମ ଘରର ଡ୍ରୋନ୍ ଭିଉ ଟିକେ ନେଇକି ପୁଣି ଚାଲିଲୁ ଆମେ 3ଟା ବେଳକୁ ପଡ଼ିଆ ଉପରକୁ। ପୁଣି ସାଙ୍ଗମାନଙ୍କ ସହିତ ପୁଣି ଡ୍ରୋନ୍ ଉଡ଼ା ଷ୍ଟାର୍ଟ ହେଇଗଲା। ଟ୍ରେନିଂ ଷ୍ଟାର୍ଟ ହେଇଗଲା। ଆମେ ପୁଣି ଡ୍ରୋନ୍ ଉଡ଼େଇଲୁ, ନିଜ ଉପରେ ଫୋକସ୍ କରି କେମିତି ଦୂରକୁ ଯାଆନ୍ତି, ପୁଣି ପାଖକୁ ଆସନ୍ତି। ଯେଉଁ କ୍ଲୋଜ୍ ଭିଡ଼ିଓଟା ଆମେ ୟୁଟ୍ୟୁବରୁ ଦେଖିଦେଲୁ ସେଇଟା ନେବାକୁ ଟ୍ରାଏ କଲୁ, କିନ୍ତୁ ହେଲାନି। ନେକ୍ସଟ ଟାଇମ୍ ବି ବହୁତ ବେଟର୍ କରିବୁ, ଆମର ନିଶ୍ଚୟ ଭାବରେ ଆଶା। ତାପରେ ଆମେ ଗାଁର ସବୁ ଫୁଟେଜ୍ ନେଲୁ, ଘରମାନଙ୍କ ସବୁ ଉଡ଼େଇଲୁ। ସିଦ୍ଧେଶ୍ୱର ମନ୍ଦିର ଆମର ଯେଉଁ ଅଛି ଆମ ପଡ଼ିଆରୁ ନିୟର୍ ଆବାଉଟ୍ 1 କିଲୋମିଟର ଭଳିଆ ହେବ ସେଇଟା। ଆମେ ହାଇଟ୍ରେ ମୁଁ ନେଇଛି 600 ମିଟର ଯାଇଛି ହାଇଟ୍ରେ, ଆଉ ଲେନ୍ଥରେ ଯାଇଛି 1 କିଲୋମିଟର ପର୍ଯ୍ୟନ୍ତ ଡ୍ରୋନ୍ ଉଡ଼େଇଛି। ଯେଉଁଠି DJI Mini 4 Proର ଗୋଟେ ବେନିଫିଟ୍ ହେଉଛି, ଯେଉଁଠି ଆପଣ ସିଗ୍ନାଲ୍ ନ ପାଇବ ଆଉ ରିଟର୍ନ ଟୁ ହୋମ୍ ଅଛି, ଯେଉଁଟା ବିଗନର୍ମାନଙ୍କ ପାଇଁ ବହୁତ ବଢ଼ିଆ। ମୁଁ ଆପଣଙ୍କୁ ସଜେଷ୍ଟ କରିବି, ଏଇ ଡ୍ରୋନ୍ ଆଣିଲେ ଆପଣମାନେ ଇଜିଲି ଉଡ଼େଇ ପାରିବେ। ଆଉ ଯେଉଁଟା ଚତୁର୍ପାଶ୍ୱରେ ସେନ୍ସର୍ ଗୁଡ଼ା ଅଛି, ଆଖପାଖରେ କିଛି ଆସିଲେ ସେ ଆଗରୁ ଆପଣ ୱାର୍ନ କରିଦେବ କି ଏଇଟା ଆସିବ, ଯିବନି। ଗୋଟେ ଲୋକ ପାଖକୁ ତଳକୁ ନେଲେ ହାଇଟ୍ରେ ସେ ଅଟୋମେଟିକ୍ ୱେବ୍ ଉଠି ଯାଉଛି ହାଇଟ୍କୁ।
ଏଇ ଯେଉଁ ବେନିଫିଟ୍ ଗୁଡ଼ାକ ଅଛି ଆପଣମାନଙ୍କ ପାଇଁ ଗଛ ପଛ ଆସିଲେ କି ସେନ୍ସର ଏଇଟା ଗୋଟେ ଡିମେରିଟ୍ ହେଉଛି ଯେଉଁ ହେଭି ଲାଇନ୍ ତାର ହେଉ କି ଇଲେକ୍ଟ୍ରିକ୍ ତାର ଏଇଟା ସେନ୍ସର ଡିଟେକ୍ଟ କରିପାରୁନି କିନ୍ତୁ ଗଛ ଘର ବିଲ୍ଡିଂ ଏସବୁ ଡିଟେକ୍ଟ କରିଦେଉଛି। ଏଇଟା ଆମର ଗାଁର ସିଦ୍ଧେଶ୍ୱର ମନ୍ଦିର ପଛପଟ ଭିଉ ଯେହେତୁ ଫାଷ୍ଟ ଟାଇମ୍ ଯାଇଥିଲୁ ଭୟ ଲାଗିଲା ଆଗ ପଟକୁ ନେଇପାରିଲୁଣୁ କାଳେ କେଉଁଠି ବାଜିଯିବ ଗଛ ଥିଲା ଯେଉଁ ସେନ୍ସର ଡିଟେକ୍ଟ କଲା ବାରମ୍ବାର ବୋଲି ତାପରେ ଆମେ ରିଟର୍ନ ପଳେଇ ଆସିଲୁ ଗାଁ ଭିଉ ଆପଣମାନଙ୍କୁ ଦେଖିବା ପାଇଁ। ତାପରେ ଆମେ ଟୋଟାଲ୍ ଚାଲୁ ଆମ ଗାଁର ସବୁ ଘର ଗୁଡ଼ାକ ଉପରୁ ଛାତ ଉପରୁ ଏମିତି ଆମ ଭିଲେଜ୍ ଭିଉ ଗୁଡ଼ା ଅଛି ସେଇଟା ଦେଖିଲୁ ଡ୍ରୋନ୍ ମାଧ୍ୟମରେ। ଏଇଟା ଆମର ସିଦ୍ଧେଶ୍ୱର ମନ୍ଦିର ଆମର ଯେଉଁଠୁ ଉଡ଼ଉଥିଲୁ ସେଠୁ ନିୟର୍ ଆବାଉଟ୍ 1 କିଲୋମିଟର ହେବ। ଦେଖନ୍ତୁ ଆପଣ ଦେଖନ୍ତୁ କେତେ ଦୂରରୁ ଯେଉଁ ସେନ୍ସର ପୁରା ବହୁତ ବଢ଼ିଆ ଭାବରେ କାମ କରୁଥିଲା। ଆମେ ଲାଷ୍ଟ ଟାଇମ୍ ଗୋଟେ ଚୂନ ଆମର ଯେଉଁ ଉତ୍କଳ ମହାପାତ୍ର ତାଙ୍କ ଘରକୁ ପଠାଇଥିଲୁ 1 କିଲୋମିଟର ହେବ ତାଙ୍କ ଛାତ ଉପରେ ଲ୍ୟାଣ୍ଡ କରିବାକୁ ଗଲାବେଳକୁ ଡ୍ରୋନ୍ ସେନ୍ସର ଆଉ କାମ କଲାନି ସେଇଠୁ ଆମେ ତାକୁ ଏଭୋଭାଇଟ୍ କରି ନେଇକି ପଳେଇ ଆସିଲୁ। ଅଟୋମେଟିକ୍ ରିଟର୍ନ ଟୁ ହୋମ୍ ହୋଇଗଲା ସରି ସେନ୍ସର ଡିଟେକ୍ଟ କଲାନି ଅଟୋମେଟିକ୍ ରିଟର୍ନ ଟୁ ହୋମ୍ ହୋଇଗଲା। ଏଇଟା ଦେଖନ୍ତୁ ଆପଣମାନଙ୍କୁ ଦେଖିପାରୁଥିବେ ସିଦ୍ଧେଶ୍ୱର ମନ୍ଦିର କେତେ ଡିଷ୍ଟାନ୍ସରେ ଅଛି ନିୟର୍ ଆବାଉଟ୍ 1 କିଲୋମିଟର ଆମେ ଯେଉଁ ଫିଲ୍ଡରୁ ପଡ଼ିଆରୁ ଉଡ଼ଉଥିଲୁ ସେଠୁ ନିୟର୍ ଆବାଉଟ୍ 1 କିଲୋମିଟର ପରେ ଡ୍ରୋନ୍ ବହୁତ ମାନେ ମିନି 4ର କ୍ୟାମେରା କ୍ଲାରିଟିଟା ପୁରା 4K ଭିଡ଼ିଓ ସୁଟିଂ ହେଉଛି ବହୁତ ବଢ଼ିଆ କ୍ଲାରିଟି ଅଛି ଆପଣମାନେ ଦେଖିପାରୁଥିବେ। ତାପରେ ଆମେ ଫିଲ୍ଡକୁ ପୁଣି ରିଟର୍ନ ଆସିଲୁ ଆମେ ଯେଉଁ ବସିଥିଲୁ ସେଠିକି ଆମର ଡ୍ରୋନ୍ଟା ଆଣିଲୁ ଆମ ସେତେବେଳେ ଆସି ଅନୁଆଜା ଆସି ଆମ ପାଖରେ ପହଞ୍ଚିଲେ ଟିକେ ତାଙ୍କ ସହିତ ମଜାକ ଜୋକ୍ କଲା ପରେ ତାପରେ ଆମେ ପୁଣି ନେକ୍ସଟ ଯାଇଥିଲୁ ତାପରେ ଆମେ ନେକ୍ସଟ ଗଲୁ ବୁଲିବା ପାଇଁ ସେଇ ଆଖପାଖ ଏରିଆରେ ବୁଲେଇଲୁ ଅଜାଙ୍କ ସହିତ ଟିକେ ଅନୁଆଜ ସହିତ ଟିକେ ଜୋକ୍ କରାହେଲା କେମିତି କ'ଣ ଡ୍ରୋନ୍ଟା ଯାଉଛି ଅଜା ଆସିଥିଲେ ଧରିବା ପାଇଁ କିନ୍ତୁ ଡ୍ରୋନ୍ଟା ଅଟୋମେଟିକ୍ ଏଭୋଭାଇଟ୍କୁ ଉଠିଗଲା। ଅଜା ଆମର ଚାଲିଛନ୍ତି ଡ୍ରୋନ୍କୁ ଧରିବା ପାଇଁ ସେ ଆସି ଡ୍ରୋନ୍ ପାଖରେ ପହଞ୍ଚିଲାରୁ ଡ୍ରୋନ୍ ଅଟୋମେଟିକ୍ ହାଇଟ୍କୁ ଉଠିଗଲା ଦେଖିପାରୁଥିବେ ଆପଣ। ସେନ୍ସର ବହୁତ ବଢ଼ିଆ ଆକ୍ଟିଭ୍ ଅଛି କାମ କରୁଛି ତେଣୁ ଯେଉଁମାନେ ବିଗ୍ନର ଅଛନ୍ତି ସେମାନେ ନିଶ୍ଚିନ୍ତ ଏଇ ଡ୍ରୋନ୍ଟାକୁ ଆଣିଲେ ଆପଣ ଇଜିଲି ଉଡ଼େଇ ପାରିବେ। ଟିକେ ବଜେଟ୍ କଷ୍ଟ ହାଇଲି ନହେଲେ DJI ମିନି 3 Pro ଆଣିବେ ସେଇ 80ରୁ 90 ହଜାର ହେବ ତଳକୁ ଆସିଲେ ଧରିବାକୁ ଆସିଲେ ସେ ଅଟୋମେଟିକ୍ ଉପରକୁ ଉଠିଯିବ। ଏଇଟା ଗୋଟେ ବହୁତ ବଡ଼ ବେନିଫିଟ୍ ଅଛି ଡ୍ରୋନ୍ର। କାନ୍ଥ ହେଉ ଗଛ ହେଉ ଏସବୁ ଆଗରୁ ଡିଟେକ୍ଟ କରୁଛି ବହୁତ ବଢ଼ିଆ ଭାବରେ ଡିଟେକ୍ଟ କରିବ ଆଉ ଆର ସ୍ୟାଟେଲାଇଟ୍ ସେନ୍ସର ବହୁତ ହାର୍ଡ଼ ଆଉ କେଉଁଠି ଗ୍ରୀନ୍ ଜୋନ୍ ୟେଲୋ ଜୋନ୍ ରେଡ଼୍ ଜୋନ୍ କେଉଁଠି ଅଛି କେଉଁଠି ନୋ ଫ୍ଲାଇଂ ଜୋନ୍ ଅଛି ସେଇଟା ପୁରା କ୍ଲିଅର୍ ଭାବରେ ଆଦେହରେ ଆମର RGI ରିମୋଟ୍ରେ ଶୋ କରୁଛି ଯେଉଁଠି ସେ ଜାଗାରେ ସେ ଉଡ଼ିବନି ରେଡ଼୍ ଜୋନ୍ ଥିଲେ ଟୋଟାଲି ଡ୍ରୋନ୍ ଷ୍ଟାର୍ଟ ହିଁ ହେବନି। ତାପରେ ଆମେ ଯାଇଥିଲୁ ଆମ ଛାତ ଉପରକୁ ଆମର ଘରଣୀ ମାନେ ଭାଉଜ ଆମ ଘରଣୀ ଆସି ଛାତ ଉପରେ ପୁଅକୁ ଧରି ପହଞ୍ଚିଥିଲେ ଆମେ ତାଙ୍କ ଫିଲ୍ଡରୁ ଛାତ ଉପରକୁ ଡ୍ରୋନ୍ଟା ପଠାଇଥିଲୁ ଦେଖୁଥିଲୁ କେମିତି ଡ୍ରୋନ୍ଟା ଠିକ୍ସେ ଆଡ଼ଜଷ୍ଟମେଣ୍ଟ କରିକି ନେଇପାରୁଛୁ କି ନାହିଁ ଯେହେତୁ ସେଇଟା ସେକେଣ୍ଡ ଡେ ହେଇଥିଲା ଟିକେ ଆମର ବାଲାନ୍ସିଂରେ ଟିକେ ଡେଭଲପମେଣ୍ଟ ହେଇଥିଲା ତଥାପି ସମ୍ପୂର୍ଣ୍ଣ ରୂପରେ ନହେଲେ ବି କିଛି ମାତ୍ରାରେ ଡେଭଲପମେଣ୍ଟ ହେଇଥିଲା ଆମେ ଛାତ ଉପରେ ଉଡ଼େଇଥିଲୁ। ଦେଖନ୍ତୁ ଆମ ଘରଣୀ ଆଉ ଆମ ପାଗୁଆ ସେଇଟା ଆଜି ପାଗୁଆ ଦେଖି ପୁଣି ଡରିଲା କହିଲା ହନୁମାନ ଆସିଛନ୍ତି ସେ ଆଉ ଜାଣିପାରିଲାନି ଯେ ମୁଁ ସେଇଠି ନଥିଲି ମୋତେ କହିଲା ଦାଦା ଆଉ ଛାତ ଉପରୁ ନୁହଁ ଆଜି ହନୁମାନ ଆସିଥିଲେ ମୁଁ ଡରିଗଲି କାନ୍ଦିଲି ଆଉ ତାପରେ ହନୁମାନ ପୁଣି ଉଡ଼ିକି ପଳାଇଲେ। ସେ ଏବେ ଆଉ ଟିକେ ଦୁଷ୍ଟ ହେଉନି ଯାହା ଦୁଷ୍ଟ ହେଲେ ଆମେ ତାକୁ ହନୁମାନ ଆସିବେ କହିକି ତାକୁ ବୁଝେଇ ଦେଉଛୁ ସେ ବୁଝି ଯାଉଛି ଆଗରୁ ବହୁତ ଦୁଷ୍ଟାମି କରେ ଚଗଲାମି କରିବ ସବୁ ଜିନିଷ ବାଡ଼େଇ ଭାଙ୍ଗିବ ଗୁଡ଼ିଆକୁ ହାତ ପୁରେଇ ମାରେ ବହୁତ ଦୁଷ୍ଟାମି କରେ କାହା କଥା ମାନେନି କିନ୍ତୁ ଏବେ ଟିକେ ଡ୍ରୋନ୍ ଦେଖିଲା ପରେ ସେ ଭୟରେ ସମସ୍ତଙ୍କ କଥା ଟିକେ ଶୁଣୁଛି ଟିକେ ଦୁଷ୍ଟାମିରୁ ଚେଞ୍ଜ ହେଇଛି। ଏଇଟା ହେଉଛି ଆମ ଘର ଛାତ ଉପର ଭିଉର କଲର୍ କାମ ହେଉଛି ସେଥିପାଇଁ ରଙ୍ଗ ଡବା ଥୁଆ ହେଇଛି ଫୁଲ ଗଛ ସବୁ ଲାଗିଛି ଭାଉଜର ଗୁଡ଼ିଆ ମମିର ଫୁଲ ଗଛ ସବୁ ଲଗେଇଛନ୍ତି ବାଲ୍ଟିରେ ପୁରେଇ ସକାଳୁ ସକାଳୁ ବହୁତ ଗୁଡ଼ିଏ ଫୁଲ ବାହାରେ ଛାତ ଉପରୁ ଇଏ ଆସିଥିଲେ ଆମର ସବୁ ଦେଖନ୍ତୁ 3 ଜଣ ଯାକ ଛାତ ଉପରେ ଛିଡ଼ା ହେଇଥିଲେ ମୁଁ ଡ୍ରୋନ୍ ଫୋକସିଂ କରୁଥିଲି ଜୁମ୍ ଇନ୍ ଜୁମ୍ ଆଉଟ୍ ଅଛି କିନ୍ତୁ ଯେହେତୁ ଟିକେ ଇଏ ମୁଁ ସେଥିପାଇଁ କରିବିନି ଏ ପାଖକୁ ଗଲା ପାଗୁଆ କେମିତି କାନ୍ଦୁଛି ଦେଖନ୍ତୁ ଚାନିଆରେ ଏମିତି ସବୁ ଡ୍ରୋନ୍ର ଭିଉ ଗୁଡ଼ା ଦେଖନ୍ତୁ ଆଗକୁ ଡ୍ରୋନ୍ ଆମେ ଏକ୍ସପିରିଏନ୍ସ ହେଇଗଲା ପରେ ଆପଣଙ୍କୁ ଭଲ ଭଲ ଭିଉ ଦେବୁ ଭଲ ଭଲ ଫୁଟେଜ୍ ଦେବୁ ଆପଣ ଚ୍ୟାନେଲଟାକୁ ଲାଇକ୍ ଆଉ ସବସ୍କ୍ରାଇବ୍ କରିବାକୁ ଯେମିତି ନ ଭୁଲନ୍ତି। ଦେଖନ୍ତୁ ଆଗକୁ ଏମିତି ଆପଣଙ୍କୁ ବହୁତ ବଡ଼ ମଜାଦାର ଭିଡ଼ିଓ ମାନେ ସବୁ ଆସିବ ପ୍ରାଙ୍କ ଭିଡ଼ିଓ ଆସିବ ଡ୍ରୋନ୍ର ଆପଣମାନେ ନେକ୍ସଟ ଭିଡ଼ିଓରେ ସବୁ ଦେଖିପାରିବେ। ଆପଣମାନଙ୍କୁ ଏତିକି ଦେଖି ବିଦାୟ ନେଉଛୁ ଆମେ ଜୟ ଜଗନ୍ନାଥ। ହଁ ଆପଣ ଯେମିତି ଚ୍ୟାନେଲଟାକୁ ଲାଇକ୍ ଆଉ ସବସ୍କ୍ରାଇବ୍ କମେଣ୍ଟ କରିବାକୁ ଯେମିତି ନ ଭୁଲନ୍ତି ମୋତେ ଏଇ ଭିଡ଼ିଓରେ କମେଣ୍ଟ ମାଧ୍ୟମରେ ଜଣାନ୍ତୁ କ'ଣ ଆର ଡିଫେକ୍ଟିଭ୍ ଅଛି କ'ଣ ଆଉ କଲେ ଭିଡ଼ିଓଟା ଭଲ ହେବ ଆପଣ ଟିକେ ଜଣାନ୍ତୁ। ଆଉ ମୋର ୟୁଟ୍ୟୁବ୍ ଚ୍ୟାନେଲ୍ ହେଲା ଲିଟୁନା ଅଫିସିଆଲ୍ 2.0 ସବସ୍କ୍ରାଇବ୍ କରିବାକୁ ଯେମିତି ନ ଭୁଲନ୍ତି ଲାଇକ୍ କମେଣ୍ଟ ଆଉ ସେୟାର ସବସ୍କ୍ରାଇବ୍ ଏତିକି ଆପଣମାନଙ୍କ ପାଖରୁ ଆମେ ଆଶା କରୁଛୁ ଆଉ ଅଲଗା କିଛି ଆମେ ଆଶା କରୁନାହୁଁ।
आपण मैंने जिते लाइक कमेंट शेयर सब्सक्राइब कले आमको आम उत्साह हबू नेक्स्ट वीडियो करने।